हरे कृष्णा। हरे कृष्णा। समस्त को स्वागत जनाऊँ सब भक्त श्रद्धालु भक्त मानू मोर विनम्र प्रणाम जनाऊँ। आम आज आरंभ करवा छोट प्रेयर रे आज प्रोग्राम। ओम अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनिति नामिने नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरद्विषे नमः। हे कृष्ण करुणा सिंधु दीनबन्धु जगत्पते गोपीश गोपिका कांत श्री राधा कांत नमस्तुते। तप्त कांचन गौरांगे राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। हरे कृष्णा। आमे आज आम आरंभ करवा कथा को श्लोक श्लोक 24 श्लोक नंबर 24 को आरंभ हम आम 23 पर्यंत कंप्लीट कर आम टिके रिकैप करदवा एपर्यंत बहुत संक्षिप्त रे आम देखिले जे प्रथम नंबर श्लोक रे आमर यही संदेश दबाकू जाउछन्ति कि गीतार यही संदेश दिया जाउची जे आमको तू तू मेरु आमको आमे आमर ये भावना को आम उठिबा को पड़िबो। जस्ट ए सेकंड। तू तोर मु मोर ए जिनस मु मोर रु तू तोर रु आमको आमे आमर ए भावना को आमको ऊर्ध्व को उठिबा को पड़िबो। ये आमर एक नंबर श्लोक कहूँ अर्थात आर अर्थ कौन ना आमे वसुधैव कुटुंबकम बोले ये जो पृथ्वीटा हूँ गोटे परिवार ए परिवार परम पिता होउछन्ति श्री कृष्ण भगवान यही भावना नहीं कि आमको आगु को चलवा को पड़िबो। ये हूँ आमर सही चेतना। किंतु धृतराष्ट्रंकर ये चेतना नथिला। एक नंबर श्लोक रे धृतराष्ट्र ଯେତେବେଳେ କହୁଛନ୍ତି ମାମକାହ ପାଣ୍ଡବଶ୍ଚୈବ ତାର ଅର୍ଥ କଣ ସେ ଅଲଗା କରିଦଉଛନ୍ତି ପାଣ୍ଡୁ ପୁତ୍ର ମାନଙ୍କୁ ଗୋଟେ ଅଲଗାବାଦୀ ମାନସିକତା ନେଇକି ଗତି କରୁଛନ୍ତି। ଯଦିଓ ସେଇମାନେ କୁରୁବଂଶର ଏବଂ ସେମାନେ ହଉଛନ୍ତି ତାଙ୍କରି ଭାଇର ପୁଅ ଏବଂ ସେମାନେ ହଉଛନ୍ତି ଦାବିଦାର ସେମାନେ ଆକ୍ଚୁଆଲି ରାଜ୍ୟ ତାଙ୍କର କିନ୍ତୁ ତାଙ୍କୁ ତ କେୟାରଟେକର ଗଭର୍ଣ୍ଣମେଣ୍ଟ କରାହେଇଥିଲା ରଜା କରାହେଇଥିଲା କିନ୍ତୁ ସେ ତଥାପି ସେ ସେମାନଙ୍କୁ ପର କରିଦଉଛନ୍ତି। ତେଣୁ ଇଏ ହଉଛି ଧୃତରାଷ୍ଟ୍ରଙ୍କ ଏଇ ମାନସିକତା ଯୋଉ ମାନସିକତା ସେ ଅଲଗା କରିଦଉଛନ୍ତି ମାନେ ଆମେ ଆମର ମୁଁ ରଜା ହେବି ମୋ ପୁଅ ରଜା ହେବେ ଏବଂ ପାଣ୍ଡବ ମାନଙ୍କର ଏଥିରେ ଏଇ ରାଜ୍ୟରେ ସ୍ଥାନ ନାହିଁ এইଭଳି ଯୋଉ ଭାବନା ନେଇକି ଗତି କରୁଛନ୍ତି ଏ ଚେତନା ସହି ନୁହେଁ। ଏଇ ସନ୍ଦେଶ ଆମକୁ ଦେଲା ଯେ ଭଗବତ ଗୀତା ଯେ ଆମକୁ ଏଇ ଯୋଉ ମୁଁ 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 ମୋର ତୁ ତୋର ଏଇ ଯୋଉ ଜିନିଷରୁ ଆମକୁ ଆମେ ଆମର ଏ କନସେପ୍ଟକୁ ଆମକୁ ଭାବନାକୁ ଆମକୁ ঊର୍ଦ୍ଧ୍ୱକୁ ଉଠିବାକୁ ପଡିବ। ସମଗ୍ର ପରିବାରକୁ ମାନେ ପୃଥିବୀକୁ ଏକ ପରିବାର ଭାବିକି ଆମକୁ ଆଗେଇବାକୁ ପଡିବ। ଇଏ ହେଲା ଏକ ନମ୍ବର ଶ୍ଲୋକ। ଦୁଇରୁ ଆମେ 11 ପର୍ଯ୍ୟନ୍ତ ଏ ଶ୍ଲୋକରେ ଆମେ କଣ ଦେଖିଲେ ଆମେ ଦେଖିଲେ ଯେ ଭଗବାନଙ୍କ ଅନୁସାରେ ଆମେ ଚାଲିବା ଭଗବାନଙ୍କର ଇଚ୍ଛା ଅନୁସାରେ ଆମେ ଚାଲିବା ତାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିବା ନା ନାଇଁ ଆମର ଯୋଉ ଆମେ ଆମର ଯୋଉ ନିଜର ଇନ୍ଦ୍ରିୟକୁ ସୁଖ ଦେବା ପାଇଁ ଯାହା ଆମକୁ ଦରକାର କୂଟନୀତି ହଉ
ଛଳନା ହଉ, କପଟ ହଉ, ଷଡ଼ଯନ୍ତ୍ର ହଉ, ଏସବୁ ଆମେ କରିକି ଆମେ ଜୀବନରେ ବିଜୟ ହାସଲ କରିବା, କୋଉଟା ଠିକ? ଆକ୍ଚୁଆଲି ଭଗବାନଙ୍କର ଇଚ୍ଛା ଅନୁସାରେ ଆମକୁ ଚାଲିବାକୁ ହବ। କିନ୍ତୁ ଦୁର୍ଯ୍ୟୋଧନ କଣ ଭାବୁଥିଲେ? ଏଇ ଯୋଉ ମହାଭାରତରେ ଦୁର୍ଯ୍ୟୋଧନ କଣ ଭାବୁଛନ୍ତି? ଯେ ମୋର ସେନା, ମୋର ଶକ୍ତି, ମୋର କୂଟନୀତି, ମୋର ଷଡ଼ଯନ୍ତ୍ର, ମୋର କପଟ, ଏଇ ସବୁ ଜିନିଷ ଗୁଡାକ ମୋର ମୋର ହଉଛନ୍ତି ଶକ୍ତି। ଆରି ବଳରେ ମୁଁ କଣ କରିବି? ପାଣ୍ଡବ ମାନଙ୍କୁ ସମାପ୍ତ କରିବି, ସମଗ୍ର ପୃଥିବୀର ରାଜା ହେବି। ଇଏ ହଉଛି ଯୋଉ ଆସୁରିକ ମନୋଭାବ, ଇଏ ଦୁର୍ଯ୍ୟୋଧନଙ୍କର ଦେଖା ଦେଇଥିଲା। ସେଥିପାଇଁ ସେ ଟିକେ ବି ପଛକୁ ଯାଇନାହାନ୍ତି। ମାନେ କେମିତି ଷଡ଼ଯନ୍ତ୍ର ବଳରେ ପାଣ୍ଡବ ମାନଙ୍କୁ ମାରିଦେବେ, ବିଭିନ୍ନ ଚକ୍ରାନ୍ତ କରିଛନ୍ତି ସେ। ତାଙ୍କୁ ବିଷ ଦବା, ତାଙ୍କୁ ସେଇ ଯୋଉ ଘର ଭିତରେ ତାଙ୍କୁ ଜୀବନ୍ତ ଜଳେଇ ଦେବା, ସବୁ କରିଛନ୍ତି। କିନ୍ତୁ ସେଥିପାଇଁ ସେମାନେ କେବେ ହେଲେ, ଦୁର୍ଯ୍ୟୋଧନ କେବେ ହେଲେ ବି ଚିନ୍ତା କରୁନାହାନ୍ତି ଯେ ହଁ ମୁଁ ପାପ କରୁଛି, ମୋର କିଏ ପାପକୁ ନିରୀକ୍ଷଣ କରୁଛି ଆଗେ ଉପରେ ଜଣେ ରହିକି, ଏସବୁ ଜିନିଷ ସେ ପରବର୍ତ୍ତୀ ଜୀବନଟା ମୋର କଣ ହବ, ଏସବୁ ଜିନିଷ ସେ ଚିନ୍ତା କରିନାହାନ୍ତି। ଫଳରେ ମାନେ ଆମେ ଦେଖୁଛେ ଏଇଭଳି ଯୋଉ ଚିନ୍ତାଧାରାରେ ସେ ଆଗକୁ ଗତି କରୁଥିଲେ, ଏଥିରେ କଣ ମାନେ ତାଙ୍କର ଏଇ ଯୋଉ ମାନସିକତା ଥିଲା, ସେ ଭଗବାନଙ୍କ ଅନୁସାରେ ଚାଲିବାକୁ କେବେ ହେଲେ ପ୍ରସ୍ତୁତ ନଥିଲେ। ସେ ତାଙ୍କର ନୀତି ଧରିଛନ୍ତି, ତାଙ୍କ ଇଚ୍ଛା ଅନୁସାରେ ସେ ଚାଲିବାକୁ ଯାଉଥିଲେ, ଏବଂ ତାଙ୍କ ଇଚ୍ଛା ହଉଛି କପଟପୂର୍ଣ୍ଣ, ଷଡ଼ଯନ୍ତ୍ରପୂର୍ଣ୍ଣ ଏଇ ସବୁ ଜିନିଷ। ଭଗବାନଙ୍କର ଇଚ୍ଛା କଣ ଥିଲା? ଯେ 5ଟି ରାଜ୍ୟ ତାଙ୍କୁ ଦେଇ ଦିଅନ୍ତୁ। କାହିଁକି ନା ସେମାନେ କ୍ଷତ୍ରିୟ। ଭଗବାନ ଏଇଆ ଇଚ୍ଛା କରିଥିଲେ ଯେ ସେମାନେ କ୍ଷତ୍ରିୟ, ତାଙ୍କୁ 5ଟି ରାଜ୍ୟ ଦେଇ ଦିଅନ୍ତୁ। କିନ୍ତୁ ଦୁର୍ଯ୍ୟୋଧନ ସେତକ ବି ଦେବାକୁ ପ୍ରସ୍ତୁତ ନଥିଲେ। ତେଣୁ ଭଗବାନଙ୍କର ଇଚ୍ଛା ଅନୁସାରେ ସେ ଚାଲିଲେ ନାହିଁ। ସେ ଦେଖିଲେ ଯେ ମୁଁ ଯୋଉ ନୀତି ଧରିଛି, ସେ ନୀତି ଅନୁସାରେ ଏମାନଙ୍କୁ ସମାପ୍ତ କରିବି। କାହିଁକି ନା ଏମାନେ ଯୋଉ ଦିନ ପର୍ଯ୍ୟନ୍ତ ମୋ ରାଜ୍ୟରେ ରହିଥିବେ, ତାହେଲେ ମୁଁ ନିଜକୁ କେବେ ହେଲେ ସୁରକ୍ଷିତ ମନେ କରିବିନି। ମୋ ପାଇଁ ଏମାନେ ଡେଞ୍ଜର, ବିପଦ ମୋ ପାଇଁ। ଏଇ ଜିନିଷ ଦୁର୍ଯ୍ୟୋଧନ ଚିନ୍ତା କରୁଥିଲେ। କିନ୍ତୁ ଜଷ୍ଟ ଠିକ ବିପରୀତ ଯୁଧିଷ୍ଠିର କଣ ଭାବୁଥିଲେ? ନାଇଁ, ମୋର ନିଜ ଇଚ୍ଛା ଅନୁସାରେ ଚାଲିବାର କିଛି ଅଧିକାର ନାହିଁ। ଭଗବାନଙ୍କ ଇଚ୍ଛା ଅନୁସାରେ ଚାଲିବି। ମୁଁ ଏଠି ରହୁଛି କି ମୁଁ ଜଙ୍ଗଲରେ ରହୁଛି, କୌଣସି ଫରକ ନାହିଁ ମୋ ପାଇଁ। ମୋର କେବଳ କାମ ହେଲା ମୁଁ ଭଗବାନଙ୍କ ଅନୁସାରେ ଚାଲିବି। ଦରକାର ପଡ଼ିଲେ ମୁଁ ଯାହା ବି ରାଜ୍ୟ ପ୍ରାପ୍ତ କରିବି, ସେଥିରୁ କିଛି ଦେଇଦେବି ଦୁର୍ଯ୍ୟୋଧନଙ୍କୁ। ତାହେଲେ ଆମେ ମିଳିମିଶିକି ଯଦି ଶାସନ କରିବା, ତାହେଲେ ଭଲ ଶାସନ ହବ। ଏଇଭଳିଆ ଚିନ୍ତାଧାରା ଥିଲା। କିନ୍ତୁ ସେ ଚିନ୍ତାଧାରା, ଇଏ ହଉଛି ଆଧ୍ୟାତ୍ମିକ ଚିନ୍ତାଧାରା। ଆମେ ଏଇ କଥା ଦେଖୁଛେ ଯେ ଏ ଚିନ୍ତାଧାରାରେ ଦୁର୍ଯ୍ୟୋଧନ ଚାଲୁନଥିଲେ ଭଗବାନଙ୍କର ଇଚ୍ଛା ଅନୁସାରେ। କାହିଁକି ନା ଏଇଟା ଜଣା ପଡୁଥିଲା, ଯେତେବେଳେ 2ରୁ 11 ସେ ବୁଲି ବୁଲିକି କାହା ପାଖକୁ ଯାଉଥିଲେ? ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ, ଭୀଷ୍ମଙ୍କ ପାଖକୁ, କର୍ଣ୍ଣଙ୍କ ପାଖକୁ, ଯାଇକି ସମସ୍ତଙ୍କୁ ଏକ୍ସପ୍ଲେନ କରୁଥିଲେ। କାହିଁକି କରୁଥିଲେ? ଯେ ପୁରା ଶକ୍ତିର ସହିତ ଯୁଦ୍ଧ କରିବା ପାଇଁ। କାହିଁକି ନା ସେ ଡରି ଯାଇଥିଲେ। ସେ ଆକ୍ଚୁଆଲି ଡରି ଯାଇଥିଲେ ଏଇ ଯୋଉ ଷଣ୍ଢ ମାନଙ୍କର ସୈନ୍ୟ ସଜା ଦେଖିକି। ଆଉ ଡରିବେ ହିଁ, ଯେହେତୁ ଭଗବାନଙ୍କୁ ସେ ତାଙ୍କ ଇଚ୍ଛାରେ ଚାଲୁନାହାନ୍ତି, ସେ ନିଜ ଇଚ୍ଛାରେ ଚାଲୁଛନ୍ତି। ତେଣୁ ଇଏ 2ରୁ 11 ଆମେ ଦେଖିଲେ। ପୁଣି 12ରୁ 20 ଆମେ ଆଲୋଚନା କରିଥିଲେ। 12ରୁ 20 ନମ୍ବର ଶ୍ଲୋକ, ସେଥିରେ କଣ ଆମେ ଆଲୋଚନା କଲେ? 12ରୁ 20ରେ ଆମେ ଦେଖିଲେ ଯେ ଆମର କୃଷ୍ଣ ଦରକାର, ଭଗବାନ ଦରକାର, ନା ଭଗବାନଙ୍କର ପକେଟ ଦରକାର? ଅର୍ଥାତ୍ ଭଗବାନଙ୍କର ଶକ୍ତି, ଭଗବାନଙ୍କର ପକେଟରେ ଯୋଉ ଅଛି ଲକ୍ଷ୍ମୀ, ପଇସା, ସେଇଟା ଆମର ଦରକାର ଆକ୍ଚୁଆଲି ଭଗବାନ। କିନ୍ତୁ ଦୁର୍ଯ୍ୟୋଧନ କଣ ଚିନ୍ତା କଲେ? ମୋର ଦରକାର ଭଗବାନଙ୍କର ଶକ୍ତି। ତାଙ୍କ ପକେଟରେ ତାଙ୍କର ଲକ୍ଷ୍ୟ, ଭଗବାନଟି ତାଙ୍କର ଲକ୍ଷ୍ୟ ନାହିଁ। କାହିଁକି ନା ଆମେ ଜାଣିଛେ, ଯେତେବେଳେ ଦ୍ୱାରକା ଯାଇଥିଲେ, ଯେତେବେଳେ ଭଗବାନଙ୍କର ସମର୍ଥନ ଲୋଡ଼ିବା ପାଇଁ ସେ ଦ୍ୱାରକା ଯାଇଥିଲେ, ସେ ମାଗିଥିଲେ ନାରାୟଣ ସେନା। ତାଙ୍କୁ ଚଏସ୍ ଦିଆଯାଇଥିଲା, ଭଗବାନ ଚଏସ୍ ଦେଇଥିଲେ ଯେ ମୁଁ ଆଇଦର ମତେ ନବ ଏବଂ ନହେଲେ ମୋର ଶକ୍ତିକୁ ନବ, କିନ୍ତୁ ମତେ ନେଲେ ମୁଁ ଯୁଦ୍ଧ କରିବି ନାହିଁ, ମୁଁ ଅସ୍ତ୍ର ଉଠେଇବି ନାହିଁ। ଦୁର୍ଯ୍ୟୋଧନ କଣ ଭାବିଥିଲେ? ଯଦି ଅସ୍ତ୍ର ନ ଉଠେଇବେ, ଆଙ୍କୁ ନେଇକି ମୁଁ କଣ କରିବି? ଲାଭ କଣ? ବରଂ ତାଙ୍କ ସେନାକୁ, ନାରାୟଣ ସେନାକୁ ନେଲେ ମୋ ପାଖରେ ଶକ୍ତି ବଢିବ, ଏବଂ ଏ ଶକ୍ତି ବଳରେ ମୁଁ ଏଇ ଶକ୍ତିକୁ ଉପଯୋଗ କରିକି ମୁଁ ବିନାଶ କରିଦେବି ପାଣ୍ଡବ ମାନଙ୍କୁ। ଏଭଳିଆ ଚିନ୍ତା କଲେ। ତାଙ୍କର ଭଗବାନ ଦରକାର ନଥିଲା। କିନ୍ତୁ ପାଣ୍ଡବ ଅର୍ଜୁନ କଣ ଭାବିଲେ? ଅର୍ଜୁନ କହିଲେ ଭଗବାନ ମୋର ଆପଣ ହିଁ ଦରକାର। କାହିଁକି ନା ତାଙ୍କର ଭରସା ଥିଲା ଯେ ଭଗବାନ ମୋ ପାଖରେ ଥିଲେ, ଭଗବାନଙ୍କ ପାଖରେ ମୁଁ ଆଶ୍ରିତ ହେଲେ, ମୋ ପାଇଁ ଡର ନାହିଁ।
এবং এইটা ବି ଆମେ ଦେଖୁଛେ ଯେ ଭଗବାନ ଏଇ ଯୋଉ 2 ରୁ 12 ପର୍ଯ୍ୟନ୍ତ ପୁରା ଦେଖେଇ ଦଉଛନ୍ତି, ପୁରା ସଂକେତ ଦିଆ ହଉଛି ଯେ କେମିତି ଭଗବାନ ପାଣ୍ଡବ ମାନଙ୍କ ପାଖରେ ଅଛନ୍ତି ଏବଂ ସେଥି ଯୋଗୁ ପାଣ୍ଡବ ମାନଙ୍କର ବିଜୟ ସୁନିଶ୍ଚିତ। ନଅଟି ସଂକେତ ଦେଇଛନ୍ତି ଭଗବାନଙ୍କର ପ୍ରେଜେନ୍ସ ଟା ହିଁ ଯେ ପାଣ୍ଡବ ମାନଙ୍କୁ ବିଜୟ ଦବ ଏବଂ କୌରବ ମାନଙ୍କର ହାରିବା ସୁନିଶ୍ଚିତ। এই କଥା ଡିସାଇଡ୍ ହେଇଯାଉଛି କେମିତି ନା ପ୍ରଥମ ନମ୍ବର ଶ୍ଲୋକରେ କୁହାହଉଛି ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ। ଯଦି କୁରୁକ୍ଷେତ୍ର ଧର୍ମକ୍ଷେତ୍ର, ତାକୁ କାହିଁକି ଧର୍ମକ୍ଷେତ୍ର କୁହାଯାଇଛି? ତାକୁ ଏଇଥିପାଇଁ ଧର୍ମକ୍ଷେତ୍ର କୁହାଯାଇଛି ଯେ ଭଗବାନ କୃଷ୍ଣ ସ୍ୱୟଂ ଅବସ୍ଥାନ କରୁଛନ୍ତି କୋଉଠି? ରଣଭୂମିରେ। ଏବଂ ସେ କଣ କରିବେ ନା ସେ ଯୋଉ ଯେମିତି କ୍ଷେତରେ କୃଷକ କଣ କରୁଛି? ଚାଷୀ ବାଳୁଙ୍ଗା ଗୁଡ଼ିକୁ ଉପାଡ଼ିକି ଫୋପାଡ଼ି ଦଉଛି ଏବଂ ଧାନ ଚାଷ କରୁଛି। ସେଇଭଳି ଏଠି ଏଇ ଯୋଉ କ୍ଷେତ କୁରୁକ୍ଷେତ୍ର, ଏ କ୍ଷେତ୍ରରେ କଣ କରିବେ ଭଗବାନ? ବାଳୁଙ୍ଗା ରୂପକ ଯୋଉ ଅଧର୍ମୀ ମାନଙ୍କୁ ବିନାଶ କରିଦେବେ ଏବଂ ଧାର୍ମିକ ଯୋଉମାନେ ଯୁଧିଷ୍ଠିର, ପାଣ୍ଡବ ସମେତ ଯୁଧିଷ୍ଠିରଙ୍କୁ ସ୍ଥାପନ କରିବେ। ତେଣୁ ଏ ହଉଛି ଆମର 1 ନମ୍ବର ଶ୍ଲୋକ ଦେଖେଇଲା ଯେ ଭଗବାନ କୃଷ୍ଣ ପ୍ରେଜେଣ୍ଟ ଅଛନ୍ତି। ସେଥିପାଇଁ କାହା ସାଇଡରେ? ପାଣ୍ଡବ ମାନଙ୍କ ପକ୍ଷରେ। ତେଣୁ ପାଣ୍ଡବ ମାନଙ୍କର ଜିତିବା ସୁନିଶ୍ଚିତ। ସେମିତି ବହୁତ ଇଣ୍ଡିକେସନ, 9ଟା ଇଣ୍ଡିକେସନ ଆମେ ଦେଖୁଛେ। କଣ ନା 12 ନମ୍ବର ଶ୍ଲୋକରେ ଯୋଉ ଶଙ୍ଖ ବାଜିଲା, ଭୀଷ୍ମ ବଜେଇଲେ, ସେ ଶଙ୍ଖ କିଏ? ବିଷ୍ଣୁଙ୍କର ପ୍ରତୀକ। ବିଷ୍ଣୁ କିଏ? କୃଷ୍ଣଙ୍କର ଅବତାର। ତାହେଲେ କୃଷ୍ଣ ଅରିଜିନ, ଯେ ମାନେ ବିଷ୍ଣୁଙ୍କର ଅରିଜିନ ହଉଛନ୍ତି କୃଷ୍ଣ ସ୍ୱୟଂ ରଣଭୂମିରେ ବିଜୟ ସୁନିଶ୍ଚିତ। ପୁଣି ମାଧବ ଶବ୍ଦ ୟୁଜ ହେଇଛି 14 ନମ୍ବର ଶ୍ଲୋକରେ। ମାଧବର ଅର୍ଥ କଣ? ଭଗବାନ ନିଜେ ଅଛନ୍ତି, ତା ସାଙ୍ଗେ ସାଙ୍ଗେ ଲକ୍ଷ୍ମୀ ଅଛନ୍ତି। ତେଣୁ ଭଗବାନ ଅଛନ୍ତି, ସେ ତ ଭିକ୍ଟ୍ରି ଦେବେ, ବିଜୟ ଦେବେ। ତା ସାଙ୍ଗେ ସାଙ୍ଗେ ଭାଗ୍ୟ ଲକ୍ଷ୍ମୀ ଯିଏ, ସେ ମଧ୍ୟ ଭାଗ୍ୟ ଦେବେ, ଫର୍ଚ୍ୟୁନ। କାହାକୁ? ଅର୍ଜୁନଙ୍କୁ। ସେ ରଥଟି ବି ଦେଖି ଦଉଛି, ସେ ରଥଟି ହଉଛି ମହାନ ରଥ। ସେ ଯୋଉଠି ଚାଲିବ ବିଜୟ ହାସଲ କରିବ। এই যে ସେ ବି ଗୋଟେ ଇଣ୍ଡିକେସନ ଦଉଛି ଏବଂ ସେ ରଥରେ ଭଗବାନ ହିଁ ପ୍ରେଜେଣ୍ଟ। ଅର୍ଜୁନ ଅଛନ୍ତି, ଭଗବାନ ସେ ରଥରେ ଅଛନ୍ତି। ପୁଣି କପିଧ୍ୱଜ କୁହାଯାଇଛି। କପିଧ୍ୱଜ ମାନେ ହନୁମାନ ଅଛନ୍ତି, ଭଗବାନଙ୍କର ଭକ୍ତ। ସେ ଶ୍ରୀରାମଚନ୍ଦ୍ରଙ୍କୁ ଦେଇଥିଲେ ଏବଂ ତାଙ୍କ ସାଙ୍ଗରେ ଅଛନ୍ତି କିଏ? ଭଗବାନ କୃଷ୍ଣ, ଯେ କି ଯାହାଙ୍କୁ ରାମଚନ୍ଦ୍ର ବୋଲିକି ଆମେ କହିବା ବର୍ତ୍ତମାନ। ତେଣୁ ଏସବୁ ଜିନିଷ ଆମେ ଦେଖୁଛେ ବିଭିନ୍ନ ପ୍ରକାରର ସଂକେତ, 9ଟି ସଂକେତ ଦେଇ। ତା ଛଡା ଆଉ ଗୋଟେ ସଂକେତ ଦିଆଯାଇଥିଲା କଣ ନା ବହୁତ ଇମ୍ପୋର୍ଟାଣ୍ଟ ସଂକେତ। ଯେତେବେଳେ ବାଜିଲା ଶଙ୍ଖ, ସିରିଜ ଶଙ୍ଖ ଯେତେବେଳେ ପାଣ୍ଡବ ମାନଙ୍କର ବାଜିଲା, କାହାର ହୃଦୟକୁ ବିଦୀର୍ଣ୍ଣ କଲା? କୌରବ ମାନଙ୍କ। କିନ୍ତୁ ପାଣ୍ଡବ ମାନଙ୍କର ଏଭଳିଆ କିଛି ହେଇନି। କାହିଁକି ନା ଭଗବାନ ଅଛନ୍ତି ତାଙ୍କ ପାଖରେ, ସେମାନେ ଭଗବାନଙ୍କ ପାଖରେ ଆଶ୍ରିତ। ତେଣୁ ତାଙ୍କର ହବାର କିଛି ନାହିଁ। ତାଙ୍କର ସେ ଭୟ ଆସିଲାନି। ଭୟ ଆସିଲେ ସିନା ହୃଦୟ ଫାଟିଗଲା ଭଳିଆ ଲାଗିବ। କିନ୍ତୁ କୌରବ ମାନଙ୍କ ପାଖରେ ତ ନାହାନ୍ତି ନା। ସେ ତ ନାରାୟଣୀ ସେନାକୁ ଅପ୍ କରୁଛନ୍ତି, ସେ ଭଗବାନଙ୍କୁ ତ ଚାହିଁ ନାହାନ୍ତି। ତେଣୁ ଏଥିରୁ ଆମେ ଜାଣିଲେ ଯେ 12 ରୁ 20 ଭିତରେ ଆମେ ଜାଣିଲେ କଣ ନା ଆମର ଜୀବନରେ ଭଗବାନ ଦରକାର। ଭଗବାନଙ୍କର ପକେଟ, ଅର୍ଥାତ ତାଙ୍କୁ ଆମେ କୌଣସି ଇଚ୍ଛା ନେଇକି ତାଙ୍କ ପାଖକୁ ଯିବାନି। ସିଧା ଆମେ ଭଗବାନଙ୍କୁ କେବଳ ପ୍ରେମ କରିବା। ଏଇ ହଉଛି ଆମ ଜୀବନର ଲକ୍ଷ୍ୟ, ଉଦ୍ଦେଶ୍ୟ। ତେଣୁ ଏ ଜିନିଷ ଆମେ 12 ରୁ 20। ବର୍ତ୍ତମାନ ଆମେ ଆରମ୍ଭ କରୁଛେ 21 ନମ୍ବର ଶ୍ଲୋକରୁ। ଏଥିରେ କଣ କୁହାହଉଛି? ଏଥିରେ ଗୋଟିଏ ଶବ୍ଦ ୟୁଜ ହେଇଛି, ଅଚ୍ୟୁତ। ଅଚ୍ୟୁତ ଶବ୍ଦର ଅର୍ଥ ହଉଛି କାହାକୁ କୁହାହଉଛି? ଭଗବାନ କୃଷ୍ଣଙ୍କୁ। ସେ ଅଚ୍ୟୁତ ଶବ୍ଦର 2ଟି ମିନିଂ ଅଛି, କିନ୍ତୁ ଏଠି ଯୋଉ ମିନିଂଟି ଦିଆହେଇଛି, ଅଚ୍ୟୁତର ଶବ୍ଦର ଅର୍ଥ ଗୋଟେ ମିନିଂ ହଉଛି କଣ ନା ଯାହାଙ୍କର କେବେ ହେଲେ ଚ୍ୟୁତ ହୁଏନି। କୋଉଠୁ? ମାନେ ଧରନ୍ତୁ ଭଗବାନ କୃଷ୍ଣ ଯଦି ବି ଏଠିକି ଧରାଧାମକୁ ଆସନ୍ତି, ତାହେଲେ ସେ ତାଙ୍କର ସ୍ୱଭାବ ଯାହା ତାକୁ ନେଇକି ଆସନ୍ତି, ତାଙ୍କର ସ୍ୱରୂପ ଯାହା ତାଙ୍କୁ ନେଇକି ଆସନ୍ତି, ଅର୍ଥାତ୍ ସେ ସଚିଦାନନ୍ଦ ବିଗ୍ରହ ରୂପରେ ଏଠିକି ଆସନ୍ତି। ଆଧ୍ୟାତ୍ମିକ ମାନେ ଯୋଉ ଜିନିଷଟା ସଚିତ ଆନନ୍ଦର ରୂପ ନେଇକି ସେ ଆସନ୍ତି। କିନ୍ତୁ ଆମେ ଏଠିକି ଆସୁଛେ, ଆମର ଚ୍ୟୁତ ହଉଛି। ଆମେ ଅଚ୍ୟୁତ ନୁହେଁ, ଆମେ ଚ୍ୟୁତ। ଅର୍ଥାତ୍ ଆମେ ଏଠିକି ଆମର ଯୋଉ ଭୌତିକ ଶରୀର ନେଇକି ଆମେ ଏଠିକି ଆସୁଛେ। ରକ୍ତ ମାଂସର ଯୋଉ ଶରୀର, ଆମେ ସେଇଟାକୁ ନେଇକି ଆସୁଛେ। ଆମେ ସେଠି କିନ୍ତୁ ସଚ୍ଚିଦାନନ୍ଦ ରୂପରେ ଥିଲେ। କିନ୍ତୁ ଯେତେବେଳେ ଆମର ଚ୍ୟୁତ ହେଇଛି, ସେଥିପାଇଁ ଆମକୁ କୁହାହଉଛି ଆମେ ଚ୍ୟୁତ, କିନ୍ତୁ ସେ ଅଚ୍ୟୁତ। କିନ୍ତୁ ଏଠି ଯୋଉ ସେନ୍ସରେ କୁହାହେଇଛି ଭଗବତ ଗୀତାରେ, ଏଇ 21 ନମ୍ବର ଶ୍ଲୋକରେ ଏଇଥିପାଇଁ କୁହାହେଇଛି ଯେ ଭଗବାନ କେବେ ହେଲେ ତାଙ୍କର ଶୁଦ୍ଧ ଭକ୍ତକୁ
ସ୍ନେହ ପ୍ରେମ ଦେବାରେ ପଛଘୁଞ୍ଚା ଦିଅନ୍ତି ନାହିଁ କି ଉଣା କରନ୍ତି ନାହିଁ କି ଅବହେଳା କରନ୍ତି ନାହିଁ। ସେଥିପାଇଁ ତାଙ୍କୁ ଅଚ୍ୟୁତ କୁହାଯାଇଛି। ଏବଂ ଆମେ ଦେଖୁଛେ ବି ବର୍ତ୍ତମାନ ସେ ମାନେ ଏଇ ଜିନିଷଟା ଆମେ ଦେଖିବା ବର୍ତ୍ତମାନ ଯେ 21 ଏଇ ଯୋଉ ଆସିଲେଣି 21 22 23 ଆମେ କମ୍ପ୍ଲିଟ କରିକି ଆମେ 24 ଇଏ ଚାଲିଛି ସେଇ ଅଚ୍ୟୁତ ଜିନିଷଟା ଚାଲିଛି ଭଗବାନଙ୍କର। ତେଣୁ ଆମେ ଦେଖିବା ବର୍ତ୍ତମାନ 24 ଆଉ 25 ସେଥିପାଇଁ ମୁଁ ବର୍ତ୍ତମାନ କରୁଛି ସେୟାର କରୁଛି। चौबीस नंबर श्लोक संजय उवाच एवमुक्त ऋषिकेश गुडाकेशेन भारत सेनयोरुभयोर्मध्ये स्थापयिता रथोत्तमम्। एटी भगवान कौन कहउचंदी एटी संजय कहउचंदी एव मुक्त ऋषिकेश गुडाकेशन भारत सेठी कहउचंदी हे भारत भरत वंश र श्रेष्ठ बोलिकी तांको भारत कहउचंदी काहू धृतराष्ट्र संजय कहउचंदी एवं उक्त माने ଏଇଭଳି ସମ୍ବୋଧିତ ହବା ପରେ କାହା ଦ୍ୱାରା ଗୁଡ଼ାକେଶନ ଗୁଡ଼ାକେଶ କିଏ ଅର୍ଜୁନ ଗୁଡ଼ାକେଶନ ମାନେ ଗୁଡ଼ାକେଶଙ୍କ ଦ୍ୱାରା ଏଇଭଳି ସମ୍ବୋଧିତ ହବା ପରେ କୋଉ ଭଳି ସମ୍ବୋଧିତ ହେଲେ ସେଟା 21 ରେ କୁହାଯାଇଛି 21 22 ରେ ରଥଂ ସ୍ଥାପୟ ମେ ଅଚ୍ୟୁତ ମୋ ରଥକୁ ନେଇକି ରଖିଦିଅନ୍ତୁ କୋଉଠି ସେନାର ଉଭୟର ମଧ୍ୟରେ ଦୁଇ ସେନାଙ୍କ ମଝିରେ ଏଇଭଳି କହିବା ପରେ ଏବଂ ଉକ୍ତ ଗୁଡ଼ାକେଶନ କାହାକୁ ଋଷିକେଶ ଭଗବାନ ଶ୍ରୀକୃଷ୍ଣ ଯାହାକୁ ଋଷିକେଶ କୁହାହଉଛି ତାଙ୍କୁ କହିବା ପରେ ଋଷିକେଶ କଣ କଲେ ସ୍ଥାପୟୁତା ରଥୋତ୍ତମମ୍ ସେଇ ଉତ୍ତମ ରଥଟିକୁ ରଖିଦେଲେ କୋଉଠି ସେନାର ଉଭୟର ମଧ୍ୟରେ ଦୁଇ ସେନାଙ୍କ ମଝିରେ। ତେଣୁ ଏଠି ଆମେ ଦେଖିଲେ କଣ ଯେ ଆମେ ଏଠି ଦେଖୁଛେ ସରି ଗୋଟେ ସେକେଣ୍ଡ ଏଇ ସେୟାର ଟିକେ ବନ୍ଦ କରିବା। ଏଠି ପୁଣି ହୃଷିକେଶ ଶବ୍ଦ ଆସିଲା ହୃଷିକେଶ ଆମେ 15 ନମ୍ବର ଶ୍ଲୋକରେ ହୃଷିକେଶ ଶବ୍ଦର ଆସିଥିଲା ସେଥିରେ ଆମେ କଣ ବୁଝିଥିଲେ ଯେ ଭଗବାନ ହଉଛନ୍ତି ଆମର ଇନ୍ଦ୍ରିୟ ମାନଙ୍କର ନିୟନ୍ତ୍ରଣ କର୍ତ୍ତା ଯିଏ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରନ୍ତି ବା ନିର୍ଦ୍ଦେଶ ଦିଅନ୍ତି ସିଏ ହଉଛନ୍ତି ଋଷିକେଶ ଭଗବାନ ଶ୍ରୀକୃଷ୍ଣ। ତେଣୁ ଆମେ ଜୀବର ନିୟନ୍ତ୍ରଣ କର୍ତ୍ତା ରୂପେ ସେଠି ଆମେ ବୁଝିଥିଲେ ଏଠି ହୃଷିକେଶ ଏଠି ମିନିଂଟା କଣ ଏକ୍ଜାକ୍ଟଲି ଆମେ ଦେଖିବା ଏଠି କଣ ହେଇଛି ନା ଏଠି ପରିସ୍ଥିତି ଅଲଗା ଏଠି କଣ ହଉଛି ନା ଅର୍ଜୁନ ନିର୍ଦ୍ଦେଶ ଦଉଛନ୍ତି ଆଦେଶ ଦଉଛନ୍ତି କାହାକୁ କୃଷ୍ଣଙ୍କୁ ଓ ଅଚ୍ୟୁତ ସେନର ଉଭୟର ମଧ୍ୟରେ ସ୍ଥାପୟ ମାନେ ମୋର ରଥକୁ ରଖିଦିଅନ୍ତୁ ରଥଂ ସ୍ଥାପୟ ମେ ଅଚ୍ୟୁତ ମୋ ରଥକୁ ରଖିଦିଅନ୍ତୁ ସେନର ଉଭୟ ମଧ୍ୟରେ ଭଗବାନ କୃଷ୍ଣଙ୍କୁ ଆଦେଶ ଦଉଛନ୍ତି। ଏବଂ ଏକ୍ଜାକ୍ଟଲି କୃଷ୍ଣ ସେୟା ହିଁ କଲେ ସେ କଣ କଲେ ନା ରଥଟିକୁ ଟାଣି ନେଇଗଲେ କୋଉଠି ଦୁଇ ସେନାଙ୍କ ଭିତରେ ସେ ନେଇକି ରଖିଦେଲେ ମାନିଲେ ଅର୍ଜୁନ ଆଦେଶ ଦଉଛନ୍ତି ଏବଂ ସେ ଆଦେଶକୁ ଭଗବାନ କୃଷ୍ଣ ପାଳନ କଲେ। ଦେଖନ୍ତୁ ଋଷିକେଶ ଶବ୍ଦର ଅର୍ଥ ଆମର କେତେଟା ଇନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଆଉ କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ କଣ ପାଞ୍ଚଟି ଆମର ଆଖି କାନ ନାକ ଜିଭ ଏବଂ ଚର୍ମ ଏ ପାଞ୍ଚଟି ହେଲା ଜ୍ଞାନେନ୍ଦ୍ରିୟ। କର୍ମେନ୍ଦ୍ରିୟ ଆମର ମୂତ୍ର ଦ୍ୱାର ମଳ ଦ୍ୱାର
ଏବଂ ଆମର ହାତ ଗୋଡ଼ ପାଟି ମାନେ ବଚନ କଥା କହିବା। ବର୍ତ୍ତମାନ ଅର୍ଜୁନ କଣ କଲେ ନା ସେଇ ଯୋଉ ମାନେ ପାର୍ଟିଟା ତାକୁ ୟୁଟିଲାଇଜ କରିକି ନା ଅର୍ଥାତ ବଚନଟାକୁ ୟୁଟିଲାଇଜ କରିକି ସେ ଅର୍ଡର ଦଉଛନ୍ତି ସେ ଇନ୍ଦ୍ରିୟରେ ତାଙ୍କ ଇନ୍ଦ୍ରିୟରେ ସେ ବର୍ତ୍ତମାନ ଅର୍ଡର ଦଉଛନ୍ତି କାହାକୁ ଶ୍ରୀକୃଷ୍ଣଙ୍କୁ। ତାମାନେ ଦେଖନ୍ତୁ ସେ କଣ୍ଟ୍ରୋଲର ଅଫ ସେନ୍ସେସ୍ ଯିଏ ଯିଏ ଇନ୍ଦ୍ରିୟକୁ କଣ୍ଟ୍ରୋଲ କରୁଛନ୍ତି ତାଙ୍କୁ ବର୍ତ୍ତମାନ କଣ୍ଟ୍ରୋଲ କରୁଛନ୍ତି ଅର୍ଜୁନ ତାଙ୍କ ଭକ୍ତ ଶୁଦ୍ଧ ଭକ୍ତ ସେ ତାଙ୍କୁ କଣ୍ଟ୍ରୋଲ କରୁଛନ୍ତି। ମାନେ ଯିଏ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ଯିଏ ଷଡ଼ ଐଶ୍ୱର୍ଯ୍ୟପୂର୍ଣ୍ଣ ଯାହାଙ୍କ ପାଖରେ ସମ୍ପୂର୍ଣ୍ଣ ରୂପେ ଜ୍ଞାନ ଅଛି ବୈରାଗ୍ୟ ଅଛି ଯଶ ଅଛି ଶକ୍ତି ଅଛି ସୌନ୍ଦର୍ଯ୍ୟ ଅଛି ଏବଂ ଧନ ଅଛି ସମ୍ପୂର୍ଣ୍ଣ ରୂପେ ଏବଂ ଯିଏ ଖାଲି ସୂର୍ଯ୍ୟ ଚନ୍ଦ୍ର ତାରା ଇଏ ଗ୍ରହ ତିଆରି କରୁନାହାନ୍ତି ଇଏ 14 ବ୍ରହ୍ମାଣ୍ଡ ତିଆରି କରିଛନ୍ତି ତାଙ୍କୁ ଆଦେଶ ଦଉଛନ୍ତି ଅର୍ଜୁନ। ଆଦେଶ କିଏ ଦଉ ଆମେ ପଢିଛେ ଭାଗବତମରେ ଆଦେଶ କିଏ ଦିଅନ୍ତି ଭଗବାନ ଦିଅନ୍ତି। ଆମର ଏଇଠି ମଧ୍ୟ ଆମେ ଯେତେବେଳେ ଯିବା ନବମ ଅଧ୍ୟାୟ ସେଠି 10 ନମ୍ବର ଶ୍ଲୋକରେ ଦେଖିବା ଭଗବାନ କହୁଥିବେ ମୟାଧ୍ୟଗଣ ପ୍ରକୃତି ଶ୍ରୁୟତେ ସଚରାଚର ଏ ପ୍ରକୃତି ଯୋଉ ଚାଲିଛି ପ୍ରକୃତିରେ ଯୋଉ ଚର ଅଚର ଯୋଉ ସବୁ ଜିନିଷ ଘଟୁଛି ତାକୁ ତାକୁ ମୁଁ ମୋ ଇଚ୍ଛା ଅନୁସାରେ ଚଳିଯିବା ମୋ ନିର୍ଦ୍ଦେଶ ଅନୁସାରେ ଚାଲୁଛି। ସେଥିପାଇଁ ଭାଗବତମରେ ବି କହୁଛନ୍ତି ସେ ଯେ ଏଇ ଯୋଉ ପବନ ବହୁଛି ଇଏ କାହାର ନିର୍ଦ୍ଦେଶରେ ବହୁଛି କାହା ଡରରେ ବହୁଛି ପବନ ମୋ ଡରରେ। ଏ ସୂର୍ଯ୍ୟ ଯୋଉ ଆଲୋକ ଦଉଛନ୍ତି ତାପ ଦଉଛନ୍ତି କାହା ଭୟରେ ମୋ ଭୟରେ। ଇନ୍ଦ୍ର ବର୍ଷା କରୁଛନ୍ତି କାହା ଭୟରେ ମୋ ଭୟରେ ମୋ ନିର୍ଦ୍ଦେଶରେ। ଏତେ ଗୁଡେ ଯୋଉ ଲୋକ ମରୁଛନ୍ତି କାହା ଭୟରେ କାହା ନିର୍ଦ୍ଦେଶରେ। ଯମରାଜଙ୍କୁ କିଏ ନିର୍ଦ୍ଦେଶ ଦଉଛନ୍ତି ଆଦେଶ ଦଉଛନ୍ତି ଭଗବାନ କୃଷ୍ଣ। ସେଇ ଲୋକକୁ ଆଜି ଅର୍ଜୁନ ଆଦେଶ ଦଉଛନ୍ତି ଏବଂ ଅର୍ଜୁନ ଆଦେଶ ଦଉଛନ୍ତି କୃଷ୍ଣ ତାକୁ ପାଳନ କରୁଛନ୍ତି। କାହିଁକି ଇଏ ହଉଛି ଯେ ପ୍ରେମର ଶକ୍ତି ଭଗବାନଙ୍କ ପ୍ରତି ଯୋଉ ପ୍ରେମ ରହିଛି ଶୁଦ୍ଧ ପ୍ରେମ କାହାର ଅର୍ଜୁନଙ୍କର ଇଏ ହଉଛି ଶକ୍ତି ଯୋଉ ଯାହା ଫଳରେ ଭଗବାନ ଆମେ ଯୋଉ ପଢିଛେ ଯେ କୋଉଠି ପଢିବା ଆସିକି ଆମେ 18 ନମ୍ବର ଅଧ୍ୟାୟରେ ପଢିବା ଯେ ଭଗବାନ କହିବେ ସର୍ବଧର୍ମାମ ପରିତ୍ୟଜ୍ୟ ମାମ ଏକ ଶରଣମ ବ୍ରଜ। ସେଠି ସେଇଠି ମଧ୍ୟ ସିଏ ଇନଡାଇରେକ୍ଟଲି ସେଠି କହୁଛନ୍ତି ଯେ ତମେ ମତେ ସରେଣ୍ଡର କର ଏବଂ ସେଠି ଗୋଟେ ହିଡେନ ଲାଇନ ବି ରହୁଛି ଯଦି କରିବ ତାହେଲେ ମୁଁ ସେ ହିଡେନ ଲାଇନଟା ଏଇଠି ଯେତେବେଳେ ଆମେ ଦେଖୁଛେ ଏଇ ଶ୍ଲୋକରେ ତମେ ଯଦି ମତେ ସରେଣ୍ଡର କରିବ ମୁଁ ତମକୁ ମଧ୍ୟ ସରେଣ୍ଡର କରିବି କରୁଛନ୍ତି ନା ଏଠି ବର୍ତ୍ତମାନ ଭଗବାନ ତାଙ୍କ ଆଦେଶକୁ ପାଳନ କରୁଛନ୍ତି ସରେଣ୍ଡର କରୁଛନ୍ତି ସମର୍ପଣ କରୁଛନ୍ତି ଶୁଦ୍ଧ ଭକ୍ତକୁ। ଇଏ ହଉଛି ଆମର ଭଗବାନଙ୍କ ପ୍ରତି ଅହେତୁକି ମାନେ ଅନମୋଟିଭେଟେଡ ଆମର କୌଣସି ଉଦ୍ଦେଶ୍ୟ ନାହିଁ କୌଣସି ଇଚ୍ଛା ନାହିଁ ଆମେ କିଛି ଚାହୁଁନେ ଭଗବାନଙ୍କୁ ସିମ୍ପଲ ଖାଲି ଭଗବାନଙ୍କୁ ଆମେ ପ୍ରେମ ଯଦି କରିବା ତାହେଲେ ଭଗବାନ ଆମକୁ ମଧ୍ୟ ସରେଣ୍ଡର ହେଇଯିବେ। କିନ୍ତୁ ଏ ହୃଷିକେଶର ଆଉ ଗୋଟେ ବି ମିନିଂ ଆସୁଛି। ଏ ହୃଷିକେଶର ଆଉ ଗୋଟେ ମିନିଂ କଣ ଯୋଉ ମିନିଂଟା ଏଠି ହୃଷିକେଶ ମାନେ ଭଗବାନ କୋଉଠି ଅଛନ୍ତି ଆମ ହୃଦୟରେ ପରମାତ୍ମା ରୂପେ ବି ଅବସ୍ଥାନ କରୁଛନ୍ତି। ସର୍ବସ୍ୟ ଚାହଂ ହୃଦୟ ସନ୍ନିବିଷ୍ଟ ଭଗବାନ ନିଜେ ପରମାତ୍ମା ରୂପେ ଆମ ହୃଦୟରେ ଅବସ୍ଥାନ କରୁଛନ୍ତି। ତେଣୁ ଅର୍ଜୁନଙ୍କ ହୃଦୟରେ ସେ ଅଛନ୍ତି ତେଣୁ ସେ ଜାଣୁଛନ୍ତି ତାଙ୍କ ହୃଦୟରେ କଣ ଚାଲିଛି ତାଙ୍କ ମନରେ କଣ କଳ୍ପନା ଜଳ୍ପନା ଚାଲିଛି କଣ ସେ ଭାବୁଛନ୍ତି ସେ ଜାଣିପାରୁଛନ୍ତି। ସେ ଜାଣୁଛନ୍ତି ଯେ ସେ ଟିକେ କୁଣ୍ଠାବୋଧ କରୁଛନ୍ତି ଯୁଦ୍ଧ କରିବାକୁ ସେ ଜାଣିପାରୁଛନ୍ତି ଏବଂ ଆଗକୁ ଯାଇକି ମଧ୍ୟ ସେ ଜାଣୁଛନ୍ତି ଯେ ବିଗିନିଂରୁ ଆରମ୍ଭରୁ ଅର୍ଜୁନ ଇଏ ଜାଣୁଛନ୍ତି ଯେ ଅର୍ଜୁନ ଏଇଭଳି କହିବେ ଯେ ମତେ ଟିକେ ଦେଖା କିଏ ଅଛନ୍ତି ମୁଁ ଟିକେ ଦେଖେ କୋଉ କୋଉ ମାନେ ଯୁଦ୍ଧ କରିବାକୁ ମୋ ସାଙ୍ଗରେ ଆସିଛନ୍ତି ଏସବୁ ଜାଣିଛନ୍ତି।
ସେଥିପାଇଁ ଭଗବାନ କହୁଛନ୍ତି ମୁଁ ଜାଣିଛି, ଏବଂ ସେ ମଧ୍ୟ ଜାଣିଛନ୍ତି ଯେ ଆଉ କିଛି ସମୟ ପରେ ସେ କାନ୍ଦିବେ। ସେ ହୃଷିକେଶ, ସେ ଜାଣୁଛନ୍ତି ସବୁ ଜିନିଷ। ଏବଂ ଏ ପରିସ୍ଥିତି ଭଗବାନ ହିଁ ସୃଷ୍ଟି କରିଛନ୍ତି ଅର୍ଜୁନଙ୍କର ଏ ପରିସ୍ଥିତି ହବା କଥା ନୁହେଁ। ତାଙ୍କ ଭଳିଆ ଭକ୍ତ ଯିଏ, ତାଙ୍କର ଏଇଭଳି ପରିସ୍ଥିତି, ସେ ମୋ ମାୟାରେ ପଡିବା କଥା ନୁହେଁ। ଇଏ ହଉଛି ମୋହ ମାୟା, ମୁଁ କରିବିନି, ଯୁଦ୍ଧ କରିବିନି, ଇଏ ମୋର ବନ୍ଧୁ, ଇଏ ମୋର ବାନ୍ଧବ, ଇଏ ମୋର ବାପା, ଇଏ ମୋର ମା। ଏଠି ଧର୍ମ ଧର୍ମର ଯୁଦ୍ଧ ହଉଛି, କିନ୍ତୁ ଏ କଥା ସେଠି ସେ ଆଉ ଚିନ୍ତା କରିପାରୁନାହାନ୍ତି। କାହିଁକି ନା ସେ ମୋହ ମାୟାରେ ପଡି ଯାଇଛନ୍ତି। ଏ ମୋହ ମାୟା ଭଗବାନ ହିଁ ନିଜେ ସୃଷ୍ଟି କରିଛନ୍ତି, ଏବଂ କିଛି ସମୟ ପରେ ତାଙ୍କୁ କନ୍ଦେଇବେ। ଉଦ୍ଦେଶ୍ୟ ହଉଛି ସିଏ ଭଗବାନଙ୍କୁ ସରେଣ୍ଡର କରିବେ, କହିବେ ମତେ, ମୁଁ କିଛି ଚିନ୍ତା କରିପାରୁନି, ମୁଁ କଣ କରିବି ନ କରିବି, ମତେ ଇନଷ୍ଟ୍ରକ୍ସନ ଦିଅନ୍ତୁ, ମତେ ଧର୍ମ କଣ କୁହନ୍ତୁ। ଭଗବାନ ତାପରେ ଗୀତା କହିବାକୁ ଆରମ୍ଭ କରିବେ, ଗୀତା ଜ୍ଞାନ ଦେବେ। ତ ଇଏ ହଉଛି ଏ ଗୋଟେ ସେନ୍ସ, ଯୋଉ ସେନ୍ସରେ ଆମେ ଦେଖିଲେ ଯେ ଭଗବାନ ଭିତରେ ଥାଇକି ଜାଣିପାରୁଛନ୍ତି ତାଙ୍କର ମନରେ କଣ ଚାଲିଛି। ଏଠି ଗୋଟେ ଗୁଡାକେଶ ଶବ୍ଦ ୟୁଜ ହେଇଛି। ଗୁଡାକେଶ ଅର୍ଥ ହଉଛି ଗୁଡାକ ଈଶ। ଗୁଡାକ ଶବ୍ଦର ଅର୍ଥ ହଉଛି ଈଶ ମାନେ କଣ୍ଟ୍ରୋଲର। ଗୁଡାକ ଶବ୍ଦର ଅର୍ଥ ହଉଛି ଯେ ଯିଏ ନିଦ୍ରାକୁ କଣ୍ଟ୍ରୋଲ କରିଛନ୍ତି, ଅଜ୍ଞାନତାକୁ, ଇଗ୍ନୋରାନ୍ସ, ତାଙ୍କୁ କଣ୍ଟ୍ରୋଲ କରିଛନ୍ତି। ଦିଟା ମିନିଂ, ନିଦ୍ରା, ଆଳସ୍ୟ, ଅନ୍ଧକାର, ଅଜ୍ଞାନତା, ତାକୁ ଯିଏ ଜିତିଛି, କଙ୍କର କରିଛି ବା କଣ୍ଟ୍ରୋଲ କରିଛନ୍ତି, ତାଙ୍କୁ ଆମେ କହିବା ଗୁଡାକେଶ। ଅର୍ଜୁନ ନିଦ୍ରାକୁ କଣ୍ଟ୍ରୋଲ କରିଥିଲେ। ନିଦ୍ରାକୁ କଣ୍ଟ୍ରୋଲ କରିବା ଏତେ ସହଜ? ତ ଅର୍ଜୁନ କଲେ କେମିତି? ତ ପ୍ରପାତ ସେଟାକୁ ଲେଖୁଛନ୍ତି, ଯେ ପର୍ପୋଟରେ ଲେଖୁଛନ୍ତି ତାଙ୍କର ଇଏରେ, ଏଠି ଲେଖୁଛନ୍ତି ଉଭୟ ନିଦ୍ରା ଓ ଅଜ୍ଞାନତାକୁ ଜୟ କରିଥିଲେ। ସେ କୃଷ୍ଣଙ୍କର ସଖା ହୋଇଥିବାରୁ ଏ ଦୁଇଟିକୁ ଜୟ କରିପାରିଲେ। ସେ କୃଷ୍ଣଙ୍କର ଜଣେ ବଡ ଭକ୍ତ ହୋଇଥିବାରୁ ମୁହୂର୍ତ୍ତକ ପାଇଁ ସୁଦ୍ଧା କୃଷ୍ଣଙ୍କୁ ଭୁଲି ପାରୁନଥିଲେ। ଶୟନେ ସପନେ ଜାଗରଣେ ସେ କୃଷ୍ଣଙ୍କୁ ହିଁ ରିମେମ୍ବର କରୁଥିଲେ, ମନେ ପକାଉଥିଲେ, ସ୍ମରଣ କରୁଥିଲେ। ଯଦି ଆମେ, ସେଥିପାଇଁ ଇଏ ଆମକୁ ଗୋଟେ ଲେସନ ଦଉଛି। ଏ ଶ୍ଲୋକରୁ ଆମେ ଗୋଟେ ଶିକ୍ଷା ପାଉଛେ କଣ, ଯେ ଆମ ଜୀବନରେ ଯୋଉ ଆଳସ୍ୟତା ଅଛି, ନିଦ୍ରା ମାନେ କଣ, ଆଳସ୍ୟ ଜୀବନ ଯାପନ, ସେ ଆଳସ୍ୟଟାକୁ କେମିତି ଆମେ ଓଭରକମ କରିବା, ଆମ ଜୀବନରୁ ସେ ଆଳସ୍ୟତା ଯିବ କେମିତି, ଆମକୁ ଏନର୍ଜେଟିକ ଲାଗିବ କେମିତି। ଏଇଠି ତାର ଏଇ ଜିନିଷଟା, ଏଇଠି ତାର ସିକ୍ରେଟଟା ଏଇଠି ଭଗବାନ କହୁଛନ୍ତି। ଖାଲି କୃଷ୍ଣଙ୍କୁ ଚିନ୍ତା କର ସବୁ ସମୟରେ, ଶୋଇବା ଅବସ୍ଥାରେ, ପଢିବା ଅବସ୍ଥାରେ, କାମ କରିବା ଅବସ୍ଥାରେ, ଜାଗ୍ରତ ଅବସ୍ଥାରେ, ସ୍ୱପ୍ନରେ ମଧ୍ୟ ତାଙ୍କର ରୂପ, ନାମ, ଲୀଳା, ଗୁଣ, ଏ ଚାରିଟାକୁ ଆମେ ସ୍ମରଣ କରିବା। ତାହେଲେ ଆମେ ଲେଜିନେସ୍ ବା ଅଜ୍ଞାନତାକୁ ଆମେ ଜିତି ପାରିବା ତାଙ୍କୁ। କିନ୍ତୁ ଏଇଠି ପ୍ରଶ୍ନ ଆସୁଛି, ଆମେ କେମିତି କନଷ୍ଟାଣ୍ଟଲି ଭଗବାନଙ୍କୁ ମନେ ରଖିବା, ମନେ ପକେଇବା? କାରଣ ଆମର ମାଇଣ୍ଡ ସବୁବେଳେ ଡାଇଭର୍ଟ ହଉଛି ବିଭିନ୍ନ ଆଡେ। ଭୌତିକ ଦୁନିଆ ନା, ଆମକୁ ସେ ବିଭିନ୍ନ ଆଡେ ଟାଣୁଛି। ଆମେ କେମିତି ଭଗବାନଙ୍କୁ ରିମେମ୍ବର କରିପାରିବା? ଇଏ ହଉଛି କଳିଯୁଗ। ତେଣୁ ଏଇ ଯୋଉ କନଷ୍ଟାଣ୍ଟ ରିମେମ୍ବରିଂ, ସବୁବେଳେ ମନେ ପକେଇବା କୃଷ୍ଣଙ୍କୁ, ସମ୍ଭବ କେତେବେଳେ ନା ଆମେ ଯଦି ଦିନକୁ ଖାଲି ତାଙ୍କର ନାମ ନେଇକି ଆମେ ଯଦି ଜପ କରୁଥିବା, ତାହେଲେ ସମ୍ଭବ ହବ। ଆମେ ଯଦି ଜପ କରିବା ତାଙ୍କ ନାମ ନେଇକି ସବୁବେଳେ, ତାହେଲେ ସମ୍ଭବ। ହରେ କୃଷ୍ଣ ମହାମନ୍ତ୍ର, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। এই ମହାମନ୍ତ୍ର ଯଦି ଆମେ ଜପ କରୁଥିବା, ତାହେଲେ କଣ ହବ ନା, ସେଇ ଲୋକ ଯିଏ କରୁଛନ୍ତି, ସେଇ ଲୋକ ଭଗବାନଙ୍କୁ ସେ କନଷ୍ଟାଣ୍ଟଲି ମନେ ପକେଇ ପାରିବେ। ତାହେଲେ ତାଙ୍କ ଜୀବନରେ ଆଳସ୍ୟ ରହିବନି। ସେ କଙ୍କର କରିବେ, ନିଦ୍ରାକୁ ବି କଙ୍କର କରିବେ। ଏବଂ ଯୋଉ ଅଜ୍ଞାନତା କହୁଛେ, ତାକୁ ମଧ୍ୟ, ଅଜ୍ଞାନତା କଣ? ଅଜ୍ଞାନତା ହଉଛି ଭଗବାନଙ୍କୁ ମନେ ରଖିବା ହଉଛି ଜ୍ଞାନ, ଭଗବାନଙ୍କୁ ଭୁଲି ଯିବାଟା ହଉଛି ଅଜ୍ଞାନତା। ଆମେ ଯେତେବେଳେ ଭଗବାନଙ୍କୁ ଦୂରେଇ ଦଉଛେ ଆମ ଲାଇଫରୁ,
ଆମେ କାହିଁକି ଦୂରେଇ ଦଉଛେ ସେଟା ବୁଝିବା ଦରକାର। ଆମେ ଦୂରେଇ ଏଇଥିପାଇଁ ଦୂରେଇ ଦେଇଛେ ଯେ ଆମେ ନିଜର ଇନ୍ଦ୍ରିୟକୁ ସୁଖ ଦେବା ପାଇଁ, ଇନ୍ଦ୍ରିୟକୁ ଭୋଗ କରିବା ପାଇଁ ଆମେ ଏ ଦୁନିଆକୁ ଆସିଛେ। ଅଟୋମେଟିକାଲି ଭଗବାନଠୁ ଦୂରେଇ ଯିବା, କାରଣ ଇଏ ଆମର ସ୍ୱରୂପ ନୁହେଁ। ଆମର ସ୍ୱରୂପ ହଉଛି କଣ ନା ଭଗବାନଙ୍କର ଆମେ ସେବା କରିବା। କିନ୍ତୁ ଆମେ ଆସିଲେ ଆମ ନିଜ ଶରୀରର ସେବା କରିବା ପାଇଁ। ଆମେ ସେବକ ହେଇକି ଭଗବାନଙ୍କର ସେବା କରିବା କଥା, ଆମେ ଉଲ୍ଟା କାମ କରୁଛେ। ଇଏ ହଉଛି ଅଜ୍ଞାନତା। ତେଣୁ ଯେତେବେଳେ ଆମେ ଭଗବାନଙ୍କର ନାମ ନବା, ତାହେଲେ ଭଗବାନ ଜାଣିବେ ଯେ ମୋ ପାଖକୁ ଆସିବାକୁ ଚେଷ୍ଟା କରୁଛି, ସିଏ ଆମକୁ ଜ୍ଞାନ ଦେବେ। এইটা ଦଶମ ଅଧ୍ୟାୟରେ ଭଗବାନ ଏକ୍ସପ୍ଲେନ କରିବେ। ଦଶମ ଅଧ୍ୟାୟରେ 8, 9, 10, 11 ଶ୍ଲୋକରେ ଏ କମ୍ପ୍ଲିଟ ଚତୁର୍ଶ୍ଲୋକୀ ତାକୁ କହନ୍ତି ଭଗବତ ଗୀତାର କମ୍ପ୍ଲିଟ ଜ୍ଞାନ ଦେବେ, ସମ୍ପୂର୍ଣ୍ଣ ଜ୍ଞାନ ଯେ କେମିତି କଣ କଲେ ଆମେ ଅଜ୍ଞାନତାକୁ ଆମେ ଦୂର କରିପାରିବା। ତେଣୁ ଇଏ ଆମେ ଦେଖିଲେ ଏଇଥିରେ ଯେ ବର୍ତ୍ତମାନ এইଭଳି ଆଙ୍କର ପ୍ରୋବ୍ଲେମ ଆସିଗଲା ଅର୍ଜୁନଙ୍କର। ସେ ସେଥିପାଇଁ କହୁଛନ୍ତି ଯେ ମତେ ଟିକେ ରଖିଦିଅ, ଏବଂ ତାକୁ ବି ରଖିଦେଲେ, ତାଙ୍କ କଥା ମାନିଲେ କିଏ? କୃଷ୍ଣ। ନେକ୍ସଟ ଶ୍ଲୋକରେ ବର୍ତ୍ତମାନ ଦେଖିବା କଣ ହବ ସେଇଟା। ବର୍ତ୍ତମାନ ଆମର ଆଉ ସମୟ କେତେ ଅଛି ଦେଖିବା। 25 ନମ୍ବର ଶ୍ଲୋକଟା ଆମେ ନବା, ନେଇଯିବା। 5 ମିନିଟ ଅଛି। ଏଠି କହୁଛନ୍ତି, ମୁଁ ଏଟା ସେୟାର କରୁନି। भीष्मद्रोण प्रमुखतः सर्वेषां च महीक्षितां उवाच पार्थ पश्यतां समवेतान् कुरूनिति। प्रमुखता माने सम्मुखरे, किए कहउଛନ୍ତି? कृष्ण कहउଛନ୍ତି प्रमुखतः सम्मुखरे भीष्म द्रोण सर्वेषां च महीक्षितां। पृथ्वीर मुख्य व्यक्ति जो माने बड़ बड़ ବ୍ୟକ୍ତି ଏବଂ ଭୀଷ୍ମ ଦ୍ରୋଣଙ୍କ ଭଳିଆ ମଧ୍ୟ ସବୁ ମାନେ ଯୋଦ୍ଧା ଏ ସବୁ ସମ୍ମୁଖରେ ଅଛନ୍ତି। ଅର୍ଜୁନଙ୍କୁ କହୁଛନ୍ତି ପାର୍ଥ ପଶ୍ୟତାନ୍ ସମବେତାନ୍ କୁରୁନିତି। ସେ କହୁଛନ୍ତି ଯେ ଦେଖନ୍ତୁ ଏଇମାନଙ୍କୁ ସବୁ, ପାର୍ଥ ବୋଲେ ଅର୍ଜୁନ, ଦେଖନ୍ତୁ ସମବେତାନ୍ କୁରୁନିତି, ଏଇ ଯୋଉ କୁରୁ ବଂଶର ସମସ୍ତ ଲୋକ ଏକାଠି ହେଇଛନ୍ତି ତାଙ୍କୁ ଦେଖନ୍ତୁ। ଏଇଭଳିଆ କହିଲେ କୃଷ୍ଣ ଅର୍ଜୁନଙ୍କୁ। ଭୀଷ୍ମ ଦ୍ରୋଣ ଏବଂ ପୃଥିବୀର ଅନ୍ୟ ମୁଖ୍ୟ ବ୍ୟକ୍ତିମାନଙ୍କ ସମ୍ମୁଖରେ ଭଗବାନ ହୃଷିକେଶ କହିଲେ, ହେ ପାର୍ଥ, ଏଠାରେ ଏକତ୍ର ହୋଇଥିବା କୁରୁବଂଶ ମାନଙ୍କୁ ଦେଖ। କାରଣ ସେ ଚାହିଁଥିଲେ, ସେ କହିଥିଲେ ମୁଁ ଦେଖିବି ବୋଲିକି ପୂର୍ବ ଶ୍ଲୋକରେ। ତେଣୁ ଏଠି ଆମେ ଗୋଟେ ଜିନିଷ ଦେଖୁଛେ, ଏଠି ଗୋଟେ ପାର୍ଥ ଶବ୍ଦ ୟୁଜ ହେଇଛି। ହଠାତ୍ ଅର୍ଜୁନଙ୍କୁ ପାର୍ଥ ବୋଲି ସମ୍ବୋଧନ କରୁଛନ୍ତି କିଏ? କୃଷ୍ଣ। ପାର୍ଥ ଶବ୍ଦର ଅର୍ଥ ହଉଛି ପୃଥାଙ୍କ ପୁଅ ବୋଲିକି ପାର୍ଥ। ଆକ୍ଚୁଆଲି ପୃଥା କିଏ? କୁନ୍ତି। କୁନ୍ତିଙ୍କର ଆକ୍ଚୁଆଲି ଦୁଇଟି ନାମ। ଗୋଟେ ହେଲା ପୃଥା, ଯୋଉଟା କି ତାଙ୍କ ବାପା ତାଙ୍କ ନାଁ ଦେଇଥିଲେ, ଏବଂ ଆଉ ଗୋଟେ ହଉଛି କୁନ୍ତି, କାରଣ ତାଙ୍କ ବାପାଙ୍କର ଯିଏ ମାନେ ତାଙ୍କର କଣ ଭଉଣୀ, ସିଏ ତାଙ୍କର ନଥିଲେ, ପିଲାପିଲି ନଥିଲେ। ତେଣୁ କୁନ୍ତି ଭୋଜ ଯିଏ, ତାଙ୍କୁ ଦେଇଥିଲେ ଏଇ ଝିଅ କରିକି ଦେଇଥିଲେ କାହାକୁ? କୁନ୍ତିଙ୍କୁ ଦେଇଥିଲେ, ଏବଂ ସିଏ ନାଁ ଦେଇଥିଲେ କୁନ୍ତି। ତେଣୁ ତାଙ୍କର ଦୁଇଟି ନାଁ, କୁନ୍ତି ଏବଂ ପୃଥା, ଯୋଉଟା କି ତାଙ୍କର ଅରିଜିନାଲ ନାଁ ବାପା ଦେଇଥିଲେ। ତେଣୁ ସେଥିପାଇଁ ତାଙ୍କୁ ସେ ପାର୍ଥ କହୁଛନ୍ତି। ଏବଂ ପାର୍ଥ କାହିଁ କହୁଛନ୍ତି ନା ଦେଖ, ଯେ ମୁଁ ତମେ ମୋର ସଖା ବୋଲିକି ମୁଁ ରଥରେ ସାରଥି ହେଇକି ଆସିନି। ମୁଁ ଆସିଛି ଏଇଥିପାଇଁ ପାର୍ଥ କହୁଛନ୍ତି ଯେ ତମେ ମୋର ମାନେ ମୋର ଯିଏ ବାପା, ତାଙ୍କ ଭଉଣୀର ତମେ ପୁଅ। ସେଥିପାଇଁ ମୁଁ ଏଠି ସାରଥି ହେଇକି ଆସୁଛି ବୋଲିକି ଏଇଭଳିଆ ସେ ଖୁବ ବତଉଛନ୍ତି ସେ। ତେଣୁ ଏଠି ବର୍ତ୍ତମାନ କୃଷ୍ଣ କାହିଁକି କହିଲେ ପାର୍ଥ ପଶ୍ୟତାନ୍ ସମବେତାନ୍ କୁରୁନିତି, କୁରୁନ୍ ଇତି?
ଏ ପୁରୁ ଲୋକ ଯୋଉ ସମସ୍ତେ ଏଠି ଏକାଠି ହେଇଛନ୍ତି, ଏଇପରି ଏକାଠି ହେଇଛନ୍ତି, ତାଙ୍କୁ ଦେଖ, ଏମିତି କାହିଁ କହିଲେ? ଭଗବାନ ତ ସମସ୍ତଙ୍କ ହୃଦୟରେ ଅଛନ୍ତି। ଏଗେନ୍ ସେଇ ଜିନିଷ ଆସୁଛି, ସେ ପରମାତ୍ମା ରୂପେ ସମସ୍ତଙ୍କ ହୃଦୟରେ ଅଛନ୍ତି ଏବଂ ଅର୍ଜୁନଙ୍କ ହୃଦୟରେ ମଧ୍ୟ ସେ ଅଛନ୍ତି ଏବଂ ସେ ଜାଣିପାରୁଛନ୍ତି ଯେ ବର୍ତ୍ତମାନ ଅର୍ଜୁନଙ୍କର କଣ ମାନସିକ ସ୍ଥିତି। ସେ ଯୁଦ୍ଧ କରିବା ପାଇଁ କିଛି ସମୟ ପରେ କହିବେ ମୁଁ ଆଉ ଯୁଦ୍ଧ କରିବାର ମୋର ଆଉ ଇଚ୍ଛା ନାହିଁ, କାହିଁକି ନା ସେ ତାଙ୍କର ରିଲେଟିଭସ୍ ମାନଙ୍କୁ ଦେଖିବେ, ତାଙ୍କର ଅନୁକମ୍ପା ଆସିବ, କମ୍ପାସନ, ଦୟା ଆସିବ ଏବଂ ସେ ଯୁଦ୍ଧ କରିବେନି। ଏଥିପାଇଁ ଏବଂ ପରେ କାନ୍ଦିବେ ଏବଂ ସେ କାନ୍ଦିବାଟା ହିଁ ଭଗବାନ ସୃଷ୍ଟି ନିଜେ କରୁଛନ୍ତି, ତାଙ୍କୁ ମୋହ ମାୟାରେ ଭଗବାନ ତାଙ୍କୁ ପକେଇଛନ୍ତି, ସେଥିପାଇଁ ତାଙ୍କ ନାଁ ହଉଛି ଋଷିକେଶ। ସବୁ ଜାଣୁଛନ୍ତି, ସେଥିପାଇଁ ସେ ଥଟ୍ଟାରେ ଉପହାସ କରି କହୁଛନ୍ତି ଯେ ମୁଁ ଋଷିକେଶ, ଅର୍ଜୁନ, ମୁଁ ଜାଣୁଛି ତ ତମ ମନ ଭିତରେ କଣ ଚାଲିଛି। ବହୁତ ଶୀଘ୍ର ତମେ କହିବାକୁ ଯିବ ଯେ ମୁଁ ଆଉ ଯୁଦ୍ଧ କରିବି ନାହିଁ, ମୁଁ ଏଇଟା ଜାଣିପାରୁଛି। ସେଥିପାଇଁ ସେ କହୁଛନ୍ତି ପଶ୍ୟତାନ୍ ସମବେତାନ୍ କୁରୁନ୍ ନୀତି। କୁରୁନ୍ ନୀତି ମାନେ କୁରୁନ୍ ଇତି, ଏଠି ଏକାଠି ହେଇଥିବା ଯୋଉ କୁରୁ ବଂଶର ଲୋକମାନଙ୍କୁ ଦେଖ, କାରଣ ସେ ସେହା ହିଁ ଚାହିଁଥିଲେ। ସେ କହିଥିଲେ ତା ପୂର୍ବ ଶ୍ଲୋକରେ ଏତାନ୍ ନିରୀକ୍ଷ୍ୟ ଅହଂ ଯୋଧୁ କାମାନ୍ ଅବସ୍ଥିତାନ୍, ଏତେନ୍ ନିରୀକ୍ଷ୍ୟ ଅହଂ ଯୋଧୁ କାମାନ୍ ଅବସ୍ଥିତାନ୍। ମୁଁ ଟିକେ ଦେଖେ ଯୋଉମାନେ ଏଠିକି ଆସିଛନ୍ତି, ଯୋଧୁ କାମାନ୍, ଯୁଦ୍ଧ କରିବାକୁ ଇଚ୍ଛା କରିକି ଯୋଉମାନେ ଏଠିକି ଆସିଛନ୍ତି, ଅବସ୍ଥିତାନ୍, ଏଠି ଅଛନ୍ତି, ମୁଁ ଟିକେ ତାଙ୍କୁ ଦେଖେ ବୋଲିକି ସେ କହିଥିଲେ। ସେଥିପାଇଁ ସେ କହୁଛନ୍ତି ଏଥିରେ ଦେଖିବାରେ କଣ ଅଛି ଅର୍ଜୁନ, ଠିକ ଅଛି ତମେ କହିଲ, ଦେଖ, ତମେ ଚାହୁଁଥିଲ ଦେଖିବାକୁ, ତମେ ଦେଖ। ଇଏ ଗୋଟେ ସାର୍କାଷ୍ଟିକାଲି ସେ କହିଲେ। ଆମେ ପୁଣି ଯିବା 26 ନମ୍ବର ଶ୍ଲୋକ। ଏଇଭଳି ଚାଲିବ ଇଏ ବର୍ତ୍ତମାନ, ଇଏ ଗୋଟେ ଗୋଟେ କନସେପ୍ଟରେ ଯାଉଛି କଣ ନା ଅଚ୍ୟୁତ ଯୋଉ ଜିନିଷଟା କେମିତି ଭଗବାନ ମାନେ ଶୁଦ୍ଧ ଭକ୍ତର ପ୍ରେମରେ ବଶ ହେଇକି କେମିତି ତାଙ୍କ କଥା ମାନୁଛନ୍ତି, ଇଏ ଚାଲିବ 27 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ ଆମେ ଦେଖିବା। ତେଣୁ ଏଇଠି ଆଜି ଆମେ ବିରାମ ନବା, ଆଜି ସମୟ ହେଇଯାଇଛି। ଆମେ ପୁଣି ଆସିବା ବୁଧବାର ଦିନ ଏବଂ ସେତେବେଳେ ଆମେ ଆଲୋଚନା କରିବା। ଆଜି 24-25 ଆମେ कंप्लीट करें। हरे कृष्ण। ग्रंथराज श्रीमद् भागवतम की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण।